এই কথাটিটা ଆପଣ ମାନେ ସମସ୍ତେ ଶୁଣିଥିବେ କୂପମଣ୍ଡୁକ ନ୍ୟାୟ। ପ୍ରକୃତରେ କାହାଣୀଟି କ'ଣ ତା ଭିତରେ ଶିକ୍ଷା ଅଛି? କୂପ ମାନେ କୂଅ ଆଉ ମଣ୍ଡୁକ ମାନେ ବେଙ୍ଗ। ଗୋଟେ ବିଶାଳ ଜଳାଶୟ, ଯେମିତି ଉଦାହରଣ ସ୍ୱରୂପ ଧରି ନିଅନ୍ତୁ ଚିଲିକା। ଚିଲିକା ଓଡ଼ିଶାର ଏକ ଅନ୍ୟତମ ବୃହତ ହ୍ରଦ ଚିଲିକା। ଚିଲିକା ହ୍ରଦର ଠିକ୍ ପାଖକୁ ଲାଗି ପାର୍ଶ୍ୱବର୍ତ୍ତୀ ଜାଗାରେ ଗୋଟେ ଛୋଟ କୂଅ ଥାଏ। ଆଉ ସେ କୂଅ ଭିତରେ କିଛି ବେଙ୍ଗ ଥାନ୍ତି। ତା ଭିତରେ ଗୋଟେ ବୃଦ୍ଧ ବେଙ୍ଗ ଥାଏ, ଯେ ସବୁ ବେଙ୍ଗମାନଙ୍କ ଭିତରେ ପୁରୁଣା। ଆଉ ସେ ବେଙ୍ଗର କଥା ସମସ୍ତେ ମାନନ୍ତି ଏବଂ ସେ ଯେତେ ସବୁ ଛୋଟ ବଡ଼ ଅନ୍ୟ ବେଙ୍ଗମାନେ ଥାନ୍ତି, ସେ ବେଙ୍ଗ କହେ ବୃଦ୍ଧ ବେଙ୍ଗଟି, ଦେଖ ଏ ସଂସାର କହିଲେ କେବଳ ଏ କୂଅଟି, ଏ କୂଅ ଛଡ଼ା ଏ ଜଗତରେ ଆଉ କିଛି ନାହିଁ। ସେମାନେ ତାକୁ ବି ବିଶ୍ୱାସ କରନ୍ତି। ଠିକ୍ ଅଛି, ଏ କୂଅ ହିଁ ସର୍ବସର୍ବା, କାରଣ ସେ କୂଅରେ ସେମାନେ ଜନ୍ମ ନେଇଥାନ୍ତି ସମସ୍ତେ। ସେ କୂଅ ବାହାରକୁ ସେମାନେ କେବେ ଯାଇନାହାନ୍ତି। ଜନ୍ମରୁ ସେମାନେ ଭାବନ୍ତି ଏ କୂଅ ହିଁ ସବୁ କିଛି। କିନ୍ତୁ ଦୈବକ୍ରମେ କିଛି ଦିନ ପରେ ଚିଲିକାରୁ ଗୋଟେ ବେଙ୍ଗ ଆସି ସେ କୂଅ ଭିତରେ ପଡ଼ିଗଲା। ଆଉ ଯେତେବେଳେ କୂଅ ଭିତରେ ନୂଆ ବେଙ୍ଗଟିକୁ ଅନ୍ୟ ବେଙ୍ଗମାନେ ଦେଖିଲେ, ତାକୁ ପଚାରିଲେ, ଆରେ ତୁମେ କୁଆଡ଼ୁ ଆସିଲ? ସେ ବେଙ୍ଗଟି କହିଲା, ମୁଁ ଚିଲିକାରୁ ଆସିଲି। ନା ଚିଲିକା, ସେଇଟା କ'ଣ? କାରଣ ସେମାନେ ତା ଆଗରୁ କିଛି ଜାଣିନାହାନ୍ତି। ସେମାନେ କେବଳ ଏ କୂଅକୁ ହିଁ ଦେଖିଛନ୍ତି। ସେମାନେ ସଂସାର କହିଲେ ଏ କୂଅକୁ ହିଁ ବୁଝନ୍ତି। ତାପରେ ଏ ବେଙ୍ଗଟି କହିଲା, ଦେଖ ଭାଇ, ମୁଁ ଚିଲିକାରୁ ଆସିଛି, ଆଉ ଚିଲିକା ବହୁତ ବଡ଼ ଜଳାଶୟ। ଏଇ କଥା ଶୁଣିଲା ପରେ ସେ ବୁଢ଼ା ବେଙ୍ଗଟି ପଚାରିଲା, ଆଚ୍ଛା ଚିଲିକା ଏହାଠାରୁ ବି ବଡ଼ ଜଳାଶୟ, ଏଇ କୂଅ ଠାରୁ ବି ବଡ଼? ନା ହଁ। ନା କେତେ ବଡ଼ ଏଇ କୂଅ ଠାରୁ? ଏଇ କୂଅ ଭଳିଆ କ'ଣ ଦୁଇଟି କୂଅ ହବ? ନା ରେ, ଏଇ କୂଅ ଠାରୁ ଅନେକ ଗୁଣ ବଡ଼। ନା ତା ମାନେ କ'ଣ ଏଇ କୂଅ ଭଳି 10ଟା କୂଅର ଆୟତନ ହବ ଚିଲିକା? ନା ତାଠୁ ବି ବଡ଼। ନା ତା ମାନେ ଏଇ କୂଅ ଭଳି କ'ଣ 100ଟା କୂଅର ଆୟତନ ହବ? ନା ତାଠାରୁ ବି ବଡ଼। ତାପରେ ବୁଢ଼ା ବେଙ୍ଗ ହସିବାକୁ ଲାଗିଲା, କହିଲା, ଏଇଟା ଗୋଟେ ମୂର୍ଖଟା, ପାଗଳଟା କୁଆଡ଼େ ପଳେଇ ଆସିଛି। ଆରେ ତମେ ମାନେ କିଏ ଦେଖିଛ କି ଏମିତିକା ଜଳାଶୟ? ଅନ୍ୟ ବେଙ୍ଗମାନେ କହିଲେ, ନା ଆମେ ତ ଦେଖିନୁ, ଆମେ ତ ଏଇ କୂଅଟାକୁ ହିଁ ଦେଖିଛୁ। ନା ଠିକ୍ କଥା, ଏଇ କୂଅ ଛଡ଼ା ଏ ଜଗତରେ କିଛି ନାହିଁ, କେବଳ ଏଇ କୂଅ। ଇଏ ଯେଉଁ ପାଗଳ କହୁଛି ମିଛ କଥା କହୁଛି। ଆଉ ତାକୁ ସମସ୍ତେ ହସରେ ଉଡ଼େଇ ଦେଲେ, ଅସ୍ୱୀକାର କଲେ ତା କଥାକୁ। କହିବାର ତାତ୍ପର୍ଯ୍ୟ ହେଉଛି ଏହା କି ଆମେ ଆମର ବୁଦ୍ଧି ଆଉ ବିବେକ ବଳରେ ଆମେ ଯେତେ କିଛି ଜ୍ଞାନ ଜାଣିଛେ, ଆମେମାନେ ଭାବୁଛେ ସେଇଟା ହିଁ ପରିସମାପ୍ତି, ତାଠୁ ଅଧିକ ଜଗତରେ କିଛି ନାହିଁ। କିନ୍ତୁ ପ୍ରକୃତରେ ଏ ଅସୀମ ସଂସାର ଭିତରେ ଅନେକ ଗୁଡ଼ିଏ କିଛି ଅଛି। ବୈଦିକ ସାହିତ୍ୟ ପୁରାଣରେ ମହାପୁରୁଷମାନେ, ମହାତ୍ମାମାନେ ଅନେକ କିଛି ରତ୍ନ ରଖିଛନ୍ତି ଏବଂ ଅନେକ ଗୁଡ଼ିଏ ଶିକ୍ଷା ଆମ ଚତୁଃପାର୍ଶ୍ୱରେ ଭରି ରହିଛି। ସେଥିପାଇଁ ଆମେ କେବେ ହେଲେ ଭାବିବାନି ଆମେ ଯେତିକି ଜାଣିଛେ ସେଇଟା ହେଉଛି ଶେଷ ସୀମା। ଆକୁ କୂପମଣ୍ଡୁକ କୁହାଯାଏ। ସେଥିପାଇଁ ଯେଉଁମାନେ ବୁଦ୍ଧିମାନ ଲୋକ, ସେମାନେ ସର୍ବଦା ଅନ୍ୟ ବରିଷ୍ଠ ବ୍ୟକ୍ତିମାନଙ୍କ ଠାରୁ ଶ୍ରବଣ କରିବା ପାଇଁ ଇଚ୍ଛା କରନ୍ତି ଏବଂ ଶ୍ରବଣ ଦ୍ୱାରା ସେମାନେ ଆହୁରି ଅଧିକ କିଛି ପ୍ରାପ୍ତ ହୁଅନ୍ତି। ଆମେ କେବେ ହେଲେ ଯେତିକି ଜାଣିଛେ ସେତିକିକୁ ଶ୍ରେଷ୍ଠ ଭାବି ଅଟକି ଯିବାନି, ତାକୁ କୂପମଣ୍ଡୁକ ବୋଲି କୁହାଯାଏ।